କାହାଣୀ ରୋହିତ ବୁଝିଗଲା। ରୋହିତ, ତୁ ଏ କ'ଣ କରୁଛୁ? ଗଛ ଗୁଡ଼ିକୁ ଓପାଡ଼ି ଫିଙ୍ଗି ଦେଉଛୁ କାହିଁକି? ନା ଦିଦି, ଏଗୁଡ଼ିକ କେଉଁ କାମକୁ ନୁହେଁ। ଏହି ଜାଗା ସଫା କଲେ ପରା ଆମେ ଖେଳିବୁ। ଖେଳିବା ପାଇଁ ତୁ ଗଛ ଗୁଡ଼ିକୁ ଓପାଡ଼ି ଦେବୁ? ଏହା କ'ଣ ଠିକ୍ କଥା? ଦିଦି, ଗଛ ଗୁଡ଼ିକ ଏବେ ଛୋଟ ଛୋଟ, ଓପାଡ଼ି ଦେଲେ ଜାଗା ସଫା ହେଇଯିବ। ତା ଛଡ଼ା ଏଗୁଡ଼ିକ କେଉଁ କାମକୁ ଯେ? ଇଏ କ'ଣ କହୁଛୁ? ତୁ କ'ଣ ଜାଣିନୁ? ଗଛ ପାଇଁ ପରା ବର୍ଷା ହେଉଛି, ବାୟୁମଣ୍ଡଳ ପରିଷ୍କାର ହେଉଛି, ଗଛ ପାଇଁ ତାପମାତ୍ରା ମଧ୍ୟ ନିୟନ୍ତ୍ରିତ ହୋଇ ରହିପାରୁଛି। ତାପମାତ୍ରା ନିୟନ୍ତ୍ରିତ ହେଉଛି ତାହା କିପରି? ଗଛ ମାଟିରୁ ଜଳ ଶୋଷି ବାୟୁମଣ୍ଡଳକୁ ବଳକା ଜଳ ଛାଡ଼ିଥାଏ। ଫଳରେ ବାୟୁମଣ୍ଡଳର ଆର୍ଦ୍ରତା ବଢ଼ିଥାଏ ଏବଂ ବାୟୁମଣ୍ଡଳ ଥଣ୍ଡା ରହିଥାଏ। ଏହା ଛଡ଼ା ଗଛର ମଧ୍ୟ ଅନେକ କାମ ଅଛି। ଆମେ ଗଛଠାରୁ ଖାଦ୍ୟ, ବସ୍ତ୍ର ଏବଂ ଗୃହ ମଧ୍ୟ ପାଇଥାଉ। ଏହାକୁ ଯଦି ଆମେ ନଷ୍ଟ କରିଦେବା, ତାହେଲେ ଆମେ ନିଜେ ହିଁ ହଇରାଣ ହେବା। ଓଃ, ଏପରି କଥା। ଏବେ ମୁଁ ବୁଝିଗଲି ଆଈ କାହିଁକି କହୁଥିଲେ ଏବେ ବହୁତ ଗରମ ଲାଗୁଛି ବୋଲି। ମୁଁ ବି ଏଥର ତୁମ କଥା ମାନି ଗଛର ଯତ୍ନ ନେବି ଏବଂ ସାଙ୍ଗମାନଙ୍କୁ ଏଇ କଥା ବୁଝାଇଦେବି। ବିଚାର କ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାର କ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।